राम 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 हरि हरि हरे कृष्ण। तो आपण स्टार्ट करी। हरे कृष्ण। आज हम पाठ करिया जाऊ अछि भगवद गीता प्रथम अध्याय श्लोक नंबर 14। तत क्षेत्रे हे युक्ते महति स्पंदने स्थितो माधव पांडव चैव दिव्य शंख पदोन्नति। अनुवाद। अन्य पक्षरे उभय भगवान श्रीकृष्ण ଓ ଅର୍ଜୁନ ଶ୍ଵେତ ଅଶ୍ୱଯୁକ୍ତ ଏକ ବିରାଟ ରଥ ଉପରେ ବସି ସେମାନଙ୍କର ଦିବ୍ୟ ଶଙ୍ଖ ବଜାଇଲେ। ଆମେ ଏଇ ଅର୍ଜୁନ ବିଷାଦ ଯୋଗରେ ଏଇ ଶ୍ଲୋକ ନମ୍ବର 14ରେ ଆମେ ଅ, ଜାଣିବାକୁ ପାଇବା ଯେ ଭଗବାନ କିଭଳି ଅ, ଅର୍ଜୁନଙ୍କ ସହିତ ଶ୍ଵେତ ଅଶ୍ଵ ମାନେ ଯୋଉ ଆମର ତାଙ୍କର ଯୋଉ ରଥ ଥିଲା ସେ ରଥ ଆଉ ଶ୍ଵେତ ଅଶ୍ଵ ମାନେ ଘୋଡା ସହିତ ଆସି ଦିବ୍ୟ ଶଙ୍ଖ ମାନେ ବଜାଇଲେ। ଦିବ୍ୟ ଶଙ୍ଖ ବଜାଇଲେ ଆଉ ବଜାଇବା ଦ୍ଵାରା ଏଠାରେ ଭାବାର୍ଥରେ କୁହାଯାଉଛି ଯେ ପୂର୍ବ ଶ୍ଲୋକରେ ଭୀଷ୍ମ ଦେବ ଯୋଉ ଦୁର୍ଯ୍ୟୋଧନକୁ ଆନନ୍ଦ ଦେବା ପାଇଁ ଯୋଉ ଶଙ୍ଖ ବଜାଇଥିଲେ ସେ ସିଂହ ସଦୃଶ ଗର୍ଜନ ସଦୃଶ ଥିଲା ଏବଂ ସେ କେବଳ ଦୁର୍ଯ୍ୟୋଧନକୁ ଆନନ୍ଦ ପ୍ରଦାନ କରୁଥିଲା। କିନ୍ତୁ ପାଣ୍ଡବ ମାନଙ୍କ ପକ୍ଷରେ ଭଗବାନ କୃଷ୍ଣ 5 ଜଣ ଶଙ୍ଖ ବଜାଇଲେ ଆଉ ଅ, ଅର୍ଜୁନ ଦେବଦତ୍ତ ନାମକ ଶଙ୍ଖ ଆଉ ଭୀମ ହଉଛି ପୌଣ୍ଡ୍ର ଶଙ୍ଖ ବଜାଇଲେ। ଏଇ ଯୋଉ ଶଙ୍ଖ ବଜାଇବା ଦ୍ୱାରା ଯୋଉ ଧ୍ୱନି ଆସିଥିଲା ସେ ହଉଛି ଦିବ୍ୟ ଧ୍ୱନି ଥିଲା। ଦିବ୍ୟ ଧ୍ୱନିରେ ଥିଲା କାରଣ ସେ ଶଙ୍ଖ ହଉଛି ଦିବ୍ୟ ଶଙ୍ଖ ଥିଲା। ଆଉ ଦିବ୍ୟ ଶଙ୍ଖ ଯୋଉଠି ବାଜେ ସେ ଜାଗାରେ ହଉଛି ବିଜୟ ହିଁ ସୁନିଶ୍ଚିତ। ଏଠାରେ କୁହାଯାଉଛି ଯେ ଭାବାର୍ଥରେ କୁହାଯାଇଛି ଜୟସ୍ତୁ ପାଣ୍ଡୁ ପୁତ୍ରାଣାମ୍ ଯସ୍ୟ ପକ୍ଷେ ଜନାର୍ଦନ। ନା ଯୋଉ ଯାହା ପକ୍ଷରେ ଜନାର୍ଦନ କୃଷ୍ଣ ଅଛନ୍ତି ସେଠାରେ ବିଜୟ ସୁନିଶ୍ଚିତ। ଏବଂ ଏଇ ଯୋଉ ଶଙ୍ଖ ଧ୍ୱନି ସେ ମାନେ ଇଏ କଲା ବା ତାଙ୍କୁ ଡରାଇ ଲାଗି ମାନେ ଆମ ଶଙ୍ଖ ଧ୍ୱନି ଠାରୁ ପାଣ୍ଡବ ମାନଙ୍କ ଶଙ୍ଖ ଧ୍ୱନି ହଉଛି ସବୁଠାରୁ ମଧୁର ଆଉ ବିଜୟ ସଂକେତ। ଆଉ କୁହାଯାଉଛି ଯେ ଯୋଉଠି ଭଗବାନ ଅଛନ୍ତି ସେଠାରେ ବିଜୟ ଆଉ ଆମର ଯୋଉ ଭୌତିକ ଆଶ୍ଚର୍ଯ୍ୟ ବା ଆମେ ବ୍ୟାଙ୍କ ବାଲାନ୍ସ ହଉ କିମ୍ବା ଯାହା ବି ହଉ ଗାଡି ଘର ବାଡି ଯାହା ବି ହଉ ସେ ଯଦି ଭଗବାନ ଯଦି ସେଥିରେ ଭଗବାନଙ୍କ ପ୍ରୀତ୍ୟର୍ଥ ନ ୟୁଜ କରାଗଲା ତାହେଲେ ସେ ହଉଛି ଶୂନ ସଦୃଶ। ଯେଭଳି ଶୂନ ର କିଛି ମୂଲ୍ୟ ନାହିଁ ଆଉ ଶୂନ ପୂର୍ବରୁ ଯଦି ଏକ ବସିଲେ ତାର ମୂଲ୍ୟ ହେଇଯାଏ ସେଭଳି ଭଗବାନଙ୍କ ପ୍ରୀତ୍ୟର୍ଥ ଯଦି ୟାକୁ ୟୁଜ କରାଯାଏ ତାହେଲେ ସେ ହଉଛି ଆମକୁ କଣ କରିବ ନା ଆମର ମାନେ କୃଷ୍ଣ ଭକ୍ତି ବା ତାର ମୂଲ୍ୟ ରହିବ। ଆଉ ଯଦି ସେଇଟା ଯଦି ଆମେ କୃଷ୍ଣଙ୍କ ପ୍ରୀତ୍ୟର୍ଥ ନ ୟୁଜ କଲେ ତାର ମୂଲ୍ୟ କିଛି ନାହିଁ ବା ଶୂନ ସଦୃଶ। ଆଉ କୁହାଯାଉଛି ଏଇ ଯୋଉ ରଥଟା ଅଗ୍ନିଦେବ ପ୍ରଦାନ କରିଥିଲେ। ଅଗ୍ନିଦେବ ଯୋଉ ରଥ ଏଇ ରଥ ଯୋଉଠି ମାନେ ଯୋଉଆଡେ ଯିବ ମାନେ ଗଡିବ ସେ ସବୁଆଡେ ବିଜୟ ସଂକେତ ବୋଲି କୁହାଯାଉଛି। ଆଉ ଏଠାରେ ଆମ ଲାଷ୍ଟରେ କୁହାଯାଉଛି ଯେ ପାଣ୍ଡବ ମାନଙ୍କର ବିଜୟ ହଉଛି ସୁନିଶ୍ଚିତ। ଏଥିରେ କୌଣସି ସନ୍ଦେହ ବି ନାହିଁ। ଆଉ ଆଉ ଆମେ ଏଥିରୁ ଶିକ୍ଷା ପାଇବା ଯେ ଆମେ ଭଗବାନଙ୍କୁ ଯାହା ବି କରିବା ଭଗବାନଙ୍କ ପ୍ରୀତ୍ୟର୍ଥେ ବା ଭଗବାନଙ୍କ କେନ୍ଦ୍ରରେ ରଖି କଲେ ଆମର ବିଜୟ ବା ଆମର ଶୁଭ ସଂକେତ ବୋଲି ଆମେ ଜାଣିପାରିବା। ହରେ କୃଷ୍ଣ। हरे कृष्ण। हरे कृष्ण। बहुत बहुत धन्यवाद। तुलसीदास प्रभु की जय हो। भगवान कृष्ण जोठी अच्छन्ति सेठी विजय सुनिश्चित। सुनिश्चित माने अति सहजरे, निश्चित माने कन्फर्म, सुनिश्चित माने अति सहजरे विजय लाभ हम। ताले जो माने सकाळु भगवानकर नाम करुछन्ति भगवान को तांका पाखरे नाहंती निश्चित भगवान तांका पाखरे अछन्ति। ताले तांकर सेमानकर कोन हबो ए जो युद्ध चली हमर माया सहित आमे जो प्रत्येक व्यक्ति सकाळु उठिके माया सहित युद्ध करूचे ताले काହାର जय हबो मायारा मायारा ना हमर जय हबो हम मानकर निश्चय जय हो। तेणु कंटिन्यू हाँ युद्ध के बंद करंतुनी। सकाळु उठिके जो माने युद्ध करूछन्ति माया सहित कौन समस्त अनुरोध भगवती भगवान का नाम करंतु युद्ध को बंद करंतु नहीं। ठीक अच्छे। हरे कृष्ण। हरे कृष्ण। हरे कृष्ण। हरे